ଘରକୁ ଜଷ୍ଟ ଫେରୁଥିଲି ତ ମୁଁ ସବୁଦିନ ଅଫିସରୁ କାମ ସାରିଲା ପରେ ଗୋଟେ ଦୋକାନରେ ବସିକି ସେଠି ଚା ପିଏ। ତ ସେଠି ଗୋଟେ ମ୍ୟାଡ଼ାମ୍ ସିଗାରେଟ୍ ଟାଣୁଥିଲେ ଆଉ। ତ କେଉଁ ବ୍ରାଣ୍ଡର ନେଲେ ମୁଁ ତ ଜାଣିନି, ମୁଁ ତ ପୁରା ସୁଧାର, ସେ ବାବଦରେ ମୋର ଜ୍ଞାନ ଜମା ନାହିଁ। ତ କ'ଣ ଗୋଟେ 18-20 ଟଙ୍କିଆ କହିଲେ, ସେ ଯାହା ହଉ ଟାଣିଲେ। ତ ଆପଣ ଏଇନା ସାଙ୍ଗେ ସାଙ୍ଗେ କହିବେ ଇଏ ଗୁଡ଼ା କେଉଁ ବଡ଼ କଥା କି, ଭୁବନେଶ୍ୱର ତ ଦୋକାନ ସବୁ ଦୋକାନରେ ଝିଅ ପିଲା ବସିକି ସିଗାରେଟ୍ ଟାଣୁଛନ୍ତି, ଆଉ ଇଏ କେଉଁ ବଡ଼ କଥା କି। ମଜାଟା ଏଇଠି, ମ୍ୟାଡ଼ାମ୍ ଜଣକ ଯାଇକିରି ରାପିଡ଼ୋରେ ବସିଲେ। ମୁଁ ଦେଖିକି ଆଶ୍ଚର୍ଯ୍ୟ, ବୁଝୁ ବୁଝୁ ସେ ରାପିଡ଼ୋ ବାଲାକୁ ସେଠି 15 ମିନିଟ୍ ଅପେକ୍ଷା କରି ଗୋଟେ ସିଗାରେଟ୍ ଟାଣି ଆଉ ଗୋଟେ ପ୍ୟାକେଟ୍ଟେ ନେଇକିରି ଗଲେ। ତ ବର୍ତ୍ତମାନ ମୋ କୋଶ୍ଚିନ୍ଟା ସେଇ ରାପିଡ଼ୋ ବାଲାକୁ, ଯଦି ପୁଅ ପିଲାଟି ହେଇଥାନ୍ତା, ଧରନ୍ତୁ ମୁଁ ହେଇଥାନ୍ତି, ଯଦି ମୁଁ କହିଥାନ୍ତି 2 ମିନିଟ୍ ଅପେକ୍ଷା କରନ୍ତୁ, ତାହେଲେ ସେ ସାଙ୍ଗେ ସାଙ୍ଗେ କହିଥାନ୍ତା ନାଇଁ ନାଇଁ ଏକ୍ସଟ୍ରା ଚାର୍ଜେସ୍ ପଡ଼ିବ, ସେ କ୍ୟାନସଲ୍ କରନ୍ତୁ, ଦୁନିଆ କଥା। ତ ମ୍ୟାଡ଼ାମ୍ ଆମର ସୁନ୍ଦରିଆ ଥିଲେ, ତ ଭାଇନା ଜଗିଦେଲେ ଆଉ।